ଜୟ ଜଗନ୍ନାଥ। ମୁଁ ଅନୁଗୁଳ ଟୋକା ଲଭ୍ ଚୋକା। ଭାଇ ମୁଇଁ ଭଲ ପାଇବା ଦେବି ଏକା, ତମେ ଦେବ ଭଲ ପାଇବା ଏକା, କାହାକୁ ଦେବିନି ଭାଇ ଧୋକା। ମୁଁ ଅନୁଗୁଳ ଟୋକା। ଭାଇ ଭଉଣୀମାନେ କେହି ଦେଖ ନବନି, ମଉସା ମାଉସୀମାନେ କେହି ଦେଖ ନବନି, ଭାଇ ଭାଇମାନେ କେହି ଦେଖ ନବନି। ଜୟ ଜଗନ୍ନାଥ। ମୁଁ ଗୋଟେ କଥା କହୁଛି, ଆଜି ଡେଟ୍ରେ ମାନେ ଛାଡ଼ରେ ବୁଲୁଛି, ଛାଡ଼ରା ସହିତ ବାଇକ୍ରେ ବୁଲୁଛି, ସବୁ କିଛି କରୁଛି। ସବୁ ଗାଁରେ ହୋରି ହାଟ କରୁଛି, ପିଲା ଭଲ ନାହିଁ। ମାନେ ମୋତେ କହୁଛି ସେ ପିଲା ଭଲ ନାହିଁ। ସବୁ ଗାଁରେ କହୁଛି ପିଲା ଭଲ ନାହିଁ, ମାନେ ମୁଁ ଭଲ ନାହିଁ, ବୁଝିଲ। ମୋର ସ୍ତ୍ରୀ ବଡ଼ ସ୍ତ୍ରୀ ଥିଲା, 12 ବର୍ଷ ଯାକେ ଥିଲା ଯେ ନାହିଁ। ଆଉ ଇଏ ସ୍ତ୍ରୀ ଯେଉଁ ଆସିଛି 3 ମାସ ହେଇନି, ସେ ମୋତେ କହୁଛି ଭଲ ନାହିଁ, ବାହାରେ ହୁରି କରିଛି, ଭଲ ନାହିଁ ପିଲା। ଯେଉଁ ଗାଁରେ ବାହାଘରିଆ ଯାଉଛି, ଯେଉଁଟେ ରହୁଛି, ସେଇଟା କହୁଛି ପିଲା ଭଲ ନାହିଁ। କେବଳ କ'ଣ ଉଦ୍ଦେଶ୍ୟ, ସେ ବାଙ୍ଗଲୋରରେ କାମ କରୁଥିଲା, ଭୁବନେଶ୍ୱରରେ କାମ କରୁଥିଲା, ବାଡ଼ଟାଉନରେ କାମ କରୁଥିଲା ବୋଲି, ଟଙ୍କା ପଇସା ଧାର କରୁଥିଲା ବୋଲି ମୋତେ ରିସେଣ୍ଟଲି କହୁଛି କ'ଣ କହୁଛି ଜାଣିଛ ନାହିଁ? କହିଲା ମୋ ନାନୀର ପୁଅଟାକୁ ମୁଁ ପୁଅ କନା ରଖିବି। 3 ମାସ ବାହା ହେଇଛି। କହିଲା ମୋ ନାନୀର ପୁଅଟାକୁ ମୁଁ ପୁଅ କନା ରଖିବି। କ'ଣ କହୁଛ? ମୋତେ କହୁଛି ସେ। କହୁଛି ପୁଅ କନା, ମୋ ନାନୀ ପୁଅଟାକୁ ମୁଁ ପୁଅ କନା ରଖିବି। କ'ଣ କହୁଛ କୁହ ମୋତେ ବୋଲି କହୁଛି। ଆଉ ପାଡ଼ୁ ଟାଇମ୍ରେ ତୁ ଧାର କର୍ଜ କରିଥିଲୁ ପଇସା ଯେ ଫୋନ୍ ପେ କରିଦେଇଥିଲି, 6-7 ଥର ଫୋନ୍ ପେ କରିଦେଇଛି। କେଉଁଥର 15,000 କରିଦେଇଛି, କେଉଁଥର 30,000 କରିଦେଲି, କେଉଁଥର 35,000 କରିଦେଇଛି, କେଉଁଦିନ 7,000 କରିଦେଇଛି, କେଉଁଦିନ 4,000 ବି କରିଦେଇଛି। ଏ ଝରଣା ସାଉଡ଼ିକି ପଇସା ପଠାଇ ଦେଇଥିଲି। ସେ ବାହାରେ କାମ କରୁଥିଲା, ଭୁବନେଶ୍ୱରରେ କାମ କରୁଥିଲା, ବାଙ୍ଗଲୋରରେ କାମ କରୁଥିଲା, ସେଇ ଝିଅ କରିଦେଲା। ତା ପାଇଁ ମୁଁ ଏଇ ପଦେ କଥା କହୁଛି, ଭାଇ ମୋ ମୁହଁକୁ ଛେପ ପକାଉଛି, ଗୋଇଠା ମାରୁଛି ମୋତେ। ମୁଇଁ ତା ସ୍ୱାମୀ ଏଇନା ମୋତେ ଗୋଇଠା ମାରୁଛି, ଛେପ ପକାଉଛି ମୁହଁରେ ମୋର। ଗୋଇଠା ମାରୁଛି, ଛେପ ପକାଉଛି ମୁହଁରେ ପକେଇଲା। ଏଠି ମୋତେ ଜେଲ୍ ଢୁକେଇ ଦେଲା। ଜେଲ୍ ଢୁକେଇ ସାରିଲା ପରେ ଡାକିଗଲାକୁ କହୁଛି ଆଉ ତୋ ମୁହଁ ଚାହିଁବିନି, ମୁଁ ତୋଠିକି ମୁଁ ଆଉ ଯିବିନି। ଉଦ୍ଦେଶ୍ୟ କ'ଣ? ବାହାରେ ବାଙ୍ଗଲୋରରେ କାମ କରୁଥିଲୁ, ଭୁବନେଶ୍ୱର କାମ କରୁଥିଲୁ, ହେଲେ ଧାର କର୍ଜ ଟଙ୍କା କରିଥିଲୁ। କହିଲୁ ଧାର କରିଯିବି ଟଙ୍କା ଦିଅ, ମୁଇଁ ସୁନା ଗହଣା କିଣିଯିବିନି, ମୁଇଁ ଟଙ୍କାଟା ଦେବି ବୋଲି ତମେ ଭଣ୍ଡେଇଲୁ ନା। ତୁ କାହାକୁ ତତେ ବ୍ଲାକମେଲ୍ କରିବ ବୋଲି, ସେ ପିଲା ବ୍ଲାକମେଲ୍ କରିବ ବୋଲି ତୁଇ ତାଠି ଟଙ୍କାଟା ମୋଠୁ ଟଙ୍କାଟା ଟ୍ରାନ୍ସଫର୍ କରୁଥିଲୁ, ଯେ ଝରଣା ସାଉଡ଼ିକି ତୁଇ ପଇସାଟା ଦେଉଥିଲୁ। ବୁଝିବା ଦରକାର। ମୁଇଁ ଆଜି ଭିଡ଼ିଓ ପକାଉଛି, ଦେଖେ ମୋତେ ଯେମିତି ପୁଣି 2 ବର୍ଷ ହେଲା, ଏଠି 2 ବର୍ଷ ଚାଲିଲା, ମୋତେ ଯେଉଁ ଧୋକା ଦେଇ ମୁହଁକୁ ଛେପ ପକାଇ ଗୋଇଠା ମାରି ପିଟୁଛୁ, ବାଳିଚୁଟି ମୋର ଗାଡ଼ି ନା ମୋତେ ପିଟୁଛୁ, ଏରା ଭଲ କାମ ନାହିଁ। ତୁଇ ମୋ ସ୍ତ୍ରୀ ହେଇନା ମୋତେ ଯେଉଁ ପିଟିଲୁ, ଛେପ ମୁହଁକୁ ପକେଇଲୁ, ପିଟିଲୁ, ସବୁ କିଛି କଲୁ, ଏଟା ଭଲ କାମ କଲୁନି ହେଲା। ଥାନା କଚେରୀ ଦେଖେଇଲୁ, ଥାନାରୁ ଆସିଲି, ଜେଲ୍ରୁ ଯାଇଥିଲି, ଜେଲ୍ରୁ ଆସିଲି, ଫେର୍ ତୋତେ ଡାକିଗଲି, ତୁଇ ଆସିଲୁନି, କହିଲି ତୋ ମୁହଁ ଚାହିଁବିନି ଆଉ। ତୋତେ ଯେଉଁ ଝରଣା ସାଉଡ଼ି ପଇସାଟା ପତ୍ର ଦେଇଥିଲି, ମୁଁ ଫୋନ୍ ପେ କରିଦେଇଥିଲି ଝରଣା ସାଉଡ଼ିକି, ତୁଇ ଭାବୁଛୁ ଏଟା ନୁଚଉଛୁ? ସବୁକ ଗାଁରେ କିରା କହୁଛୁ, ସବୁ ବାହାଘରିଆ ଗଲେ କ'ଣ କହୁଛୁ କହିଲୁ? କହିଲେ ସେ ପିଟୁଛି, ମାରୁଛି, ମୋତେ ମାରିଦେବ, ସବୁ କିଛି ବୋଲି ତୁ କଥାଟା କହୁଛୁ। ଆଉ ନା, ମୁଁ ଯଦି ମାରିଥାଇତି, ମୋ ବଡ଼ ସ୍ତ୍ରୀ ଯେଉଁ 12 ବର୍ଷ ରହିଲାନି ନା, 12 ବର୍ଷ ରହିଥିଲା ହେଲା, 12 ବର୍ଷ ରହିଥିଲା ମୋର ସ୍ତ୍ରୀ, ତାକୁ ମୁଁ କେବେ କିଛି କୁହେନି, ବୁଝିଲୁ। ଏଇଟା ଜାଣିବା ଦରକାର। ଆଉ ତୁଇ କିଆ ଦେଖେଇଛୁ 3 ମାସ ହେଇଛି ବାହାଘର, ତୁଇ କହୁଛୁ ମୋ ନାନୀ ପୁଅଟାକୁ ପୁଅ କନା ରଖିବି କହୁଛୁ ନାଇଁ। ମୋ ପୁଅ କନା ରଖିବି, 3 ମାସ ବାହାଘର ହେଲେ ପୁଅ କନା ରଖିବି, ମୋ ପୁଅ ଏଇଟା। ତୁ ଡାକୁଛୁ କ'ଣ କହୁଛୁ, ମାନେ ମୋତେ କହୁଛୁ ନାଇଁ। ମୋର ଛୁଆ ପିଲା ହେବନି ଯେ ମୁଇଁ ତୋ ନାନୀ ପୁଅଟା ପୁଅ କନା ରଖିବି କି? এইটা ଭାଇମାନେ ସବୁ ଜାଣିଥ ଏଇ ଷ୍ଟୋରିଟା। ସେଇ ଝିଅ କହିଥିଲା ମୋତେ, ଯେ ପିଟୁଛୁ ମାରି ମୋର ସ୍ତ୍ରୀ, ସେଇ ଝିଅ କହିଥିଲା। ସେଇ ଝିଅ ବି ଭୁବନେଶ୍ୱର ବାଙ୍ଗଲୋର କାମ କରୁଥିଲା। ଝରଣା ଶାଢ଼ୀ ମୁଁ ପଇସା ବି ଟ୍ରାନ୍ସଫର୍ କରିଦେଇଥିଲି, ଫୋନ୍ ପେ କରିଦେଇଥିଲି ଏଠିକି। ସବୁବେଳେ ମୋତେ କହିବ ଇଏ ପିଟିବ, ମାରିବ, ସବୁ କିଛି କରିବ, ଗାଳି ଗୁଲଜ କରିବ, ସବୁ କିଛି। ଆଜି ଡେଟ୍ରେ ସେଇ ଝିଅ କେଉଁ କୁଣିଆ ମାନଙ୍କ ଯାଉଛି, ବାହାଘରିଆ ଯାଉଛି, ସବୁ କିଛି କହୁଛି, ସେ ପୁଅ ମୋତେ ମାରିଦେବ, ଛୁରୀ ମାରିଦେବ, ଏମିତି ମାରିଦେବ, ଏମିତି ମାରିଦେବ ବୋଲି ସେ କହୁଛି। କି ମୁଇଁ ତାକୁ କ'ଣ ପାଇଁ ଛୁରୀ ମାରିବି? କ'ଣ ପାଇଁ ମୋ ନିଜ ସ୍ତ୍ରୀଟାକୁ ମୁଁ କ'ଣ ପାଇଁ ଛୁରୀ ମାରିବି? ହଉ, କ'ଣ ପାଇଁ ଛୁରୀ ମାରିବି କହିଲ? ଆରେ ଭାଇ, ଆଜି ଜୀବନ ଅଛି, କାଲିକି ଜୀବନ ନାହିଁ। କ'ଣ ପାଇଁ ତାକୁ ଛୁରୀ ମାରିବି? ବଞ୍ଚିଥିବା ଯାକ ସେ ମୁଁ ଯେମିତି ଚଳିବି, ସେ ବି ଏମିତି ଚଳିବ, ଖାଇ ପିଇବୁ, ଅଚିନ୍ତାରେ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଆମେ ରହିବୁ। ବୁଝିବା ଦରକାର ଥିଲା। ସେ ବୁଝିପାରୁନି। ଏ ଘର କୁଣିଆ ଯାଉଛି, ଏଇଟେ ହୁରି ହାଟ କରୁଛି, ସେ ବାହାଘରିଆ ଯାଉଛି, ଏଇଟେ ହୁରି ହାଟ କରୁଛି, ସେଇ ଗାଁ ଯାଉଛି, ହୁରି ହାଟ କରୁଛି।
ପିଲାଟା ଭଲ ନାହିଁ କିଛି ନାହିଁ ବୋଲି ସେ ହୁରିଆଟ କରୁଛି। ତୋର ଯଦି ମୋଟିଭ୍ ବି ନାହିଁ ମୋଠୁ ଆଇବା ପାଇଁ, କ'ଣ ପାଇଁ ତୁ ବାହା ହେଉଥିଲୁ କହିଲୁ ଆଗ? ତୁ ବୁଝିବା ଦରକାର କ'ଣ ପାଇଁ ବାହା ହେଉଥିଲୁ? ଏକର ଗୋଟେ ଯେଉଁ ବୁଲେଇ ହେଉଛୁ ଛାଡ଼ିକି ଛାଡ଼ରା ସତ ତୁ ଯେଉଁ ବୁଲୁଛୁ ବାଇକରେ ଭଲ ଲାଗୁଛି ନା? ପିଲା ଗଇତା ଛାଡ଼ିଦେଲୁ, ଛାଡ଼ରା ସହିତ ଏଖୁଣି ବୁଲୁଛୁ, ଛାଡ଼ିରେ ବୁଲୁଛୁ ଛାଡ଼ରା ସହିତ, ତତେ ଅପମାନ ଲାଗୁନି? ତ ମୁହଁ ପୋଡ଼ିଯାଉ, ଫୁ ଛାପ କହି ଫୁ। ଆଉ ଦୁନିଆ ଦେଖେ ଆଉ କେବେ ମୁଇଁ ପୁଅ ବୋଲି ମୁଁ ତତେ ଜଗିନା ରହିଛି 2 ବର୍ଷ ହେଲାନି। ମୋର ସ୍ତ୍ରୀ ଆଇବ, ମୋ ଭଲ ପାଇବା ତାଆଡ଼େ ଅଛି, ତା ଭଲ ପାଇବା ମୋର ଅଛି ବୋଲି ମୁଁ ଅନେଇଛି। ତୁ ଯେତିକି ଦୁଃଖ କଷ୍ଟ ଯନ୍ତ୍ରଣା ଦେଲୁ ନେ, ମୁଁ ଆଉ ବଦବାସ କରିପାରିବି ନାହିଁ। ଥାନା କଚେରୀ ଦେଖାଉଛୁ, ସବୁକିଛି ଦେଖାଉଛୁ ମୋତେ ହେଲା। ଥାନା କଚେରୀ ଦେଖେଇଲେ ଲାଭ କ'ଣ ପାଉଛୁ କହିଲୁ ଆଗ? ସ୍ୱାମୀ ସ୍ତ୍ରୀ ଝଗଡ଼ା ଝାଟି ହେଲେ ଘରେ ସମାଧାନ କର, ସବୁକିଛି ଜାଣିବା ଦରକାର। ତୁ ସେ କାମ ତାର ସବୁକିଛି ଯାଉଛୁ, ଯାହା ବି କର। ତୁ କହୁଥିଲୁ ଯେ ତୁ ନିଜେ ଡାଟେ କହୁଥିଲୁ ଯେ ମୁଁ ସାମାନ୍ୟ କ'ଣ ଅତି ମାନେ ମୁଁ ହେଉଛି ମୁଁ ଗୋଟେ କାଗଜ ଭଳିଆ ମୋତେ ତୁ ଚିରିଲୁ, ସବୁବେଳେ ଚିରି ଦେଉଛୁ, କାଗଜ ଭଳିଆ ଚିରୁଛୁ, ସବୁକିଛି କାମ କହୁଛୁ ହେଲା। ଆଜି ଡେଟ୍ରେ ମୁଁ କହୁଛି ତତେ, ବୁଝିନେ ଓଲେଣ୍ଟର ଘାଣ୍ଟୁଛୁ କିଏ? ନର୍ସ ଭାଇ ଜାଗୁଆର ପାଲ। ଯଦି ମଣିଷ ଛୁଆ ଯଦି ହେଇଥିବୁ ଝିଅ, ମୋ ସ୍ତ୍ରୀ ମୁଁ ଝିଅ କହୁଛି ହେଲା, ମଣିଷ ଛୁଆ ଯଦି ଝିଅ ହେଇଥିବୁ ତାହେଲେ ମୋ ଘରକୁ ଆସେ ରିସେଣ୍ଟଲି, ମୋ ଘରେ ରହ। ଆଉ ଯେଉଁ କେସ୍ କରିଛୁ ମେଣ୍ଟେନାନ୍ସ କେସ୍ 40,000 ନେଇନା ଯିବୁ ବୋଲି, କ'ଣ ପାଇଁ ମେଣ୍ଟେନାନ୍ସ କେସ୍ କରିଛୁ? ତତେ ମୁଁ ଛାଡ଼ୁଛି କି ମୁଁ ତତେ ଡିଭୋର୍ସ ଦେଉଛି ତତେ 40,000 ଦେବି ରେ? ମୋ ସ୍ତ୍ରୀକି କହୁଛି ମୁଇଁ ତତେ 40,000 ମେଣ୍ଟେନାନ୍ସ କେସ୍ କ'ଣ ପାଇଁ ଦେବି? କି ଆମେ ତତେ ଡିଭୋର୍ସ ଦେଉଛି କି ତତେ ଛାଡ଼ୁଛି? ଏଇଟା ତ ଗାଁ ଗହଳି ତମ ଗାଁରେ କହୁନୁ, ଯେଉଁ କୁଣିଆ ବାନ୍ଧବ କହୁନୁ, ଖାଲି ପିଲାଟା ମାରି ଦେଉଛି, ମାରିବ ପିଟିବ, ହେଟା ଭଲ ନାହିଁ ପିଲା ବୋଲି ହୁରି ହାଟ କରିଦେଉଛୁ। ତତେ ଭାବୁଛୁ ମୋତେ ଭଲ ପାଇଯିବେ ସବୁ ବୋଲି ଝିଅ ଭାବୁଛୁ ନା? ଏତେ ଚଲା କିଆଁ ହେଉଛୁ? 40,000 ମେଣ୍ଟେନାନ୍ସ କେସ୍ କରିଛୁ ନେବା ପାଇଁ ନା? ତତେ କ'ଣ ଡିଭୋର୍ସ ଦେଉଛି କି ମୁଁ ତତେ ଛାଡ଼ିଛି? ହାତ ଧରି ବାହା ହେଇଛି, ମୁଁ ତତେ ରଖିବି ମୋ ଘରେ ହେଲା, ମରିବା ସରିବା ଯାକେ। ୱେଟ୍ କଲି ନା 2 ବର୍ଷ ରହିଲୁ, ତ ବାପ ଘରେ ରହିଛୁ 2 ବର୍ଷ, ୱେଟ୍ କଲି ନା? ଆଇବା ଦରକାର ତୋ ଘରକୁ, ମୋ ଘରକୁ ଆସିବା ଦରକାର। ତୁ ଆସୁନୁ। ଦେଖେ ତୁ ମେଣ୍ଟେନାନ୍ସ କେସ୍ କନା ଯେଉଁ କହୁଛୁ 40,000 ନେବି ବୋଲି, ତତେ ବୁଦ୍ଧି ଜ୍ଞାନ କିଏ ଦେଲା କହିଲ ଆଗ? 40,000 ମେଣ୍ଟେନାନ୍ସ କେସ୍ କନା ନେବି ବୋଲି? ମୋର ଛୁଆ ପିଲା ଅଛି କି? ଛୁଆ ପିଲା ଅଛି କି ବେଲେ କହ? 3 ମାସ ରହିଲୁ, 2-3 ମାସ ହେଇନି ମୋ ଘରେ ରହିଥିଲୁ, ମୋ ମାଆକୁ ସେବା ସୁସ୍ଥ କନୁ, ବୁଢ଼ୀ ମାଆଟେ ଅଛି, ମୋତେ ସେବା ସୁସ୍ଥ କରିନୁ। ମୋ ମାଆଟେ ବୁଢ଼ୀ ମାଆଟେ ଅଛି, ସେବା ସୁସ୍ଥ କରିନୁ। ମୋର ଛୁଆ ଅଛି କି ଝିଅ ଅଛି କି ପୁଅ ଅଛି ଯେ ତତେ ଦେବି ଖୋରାକି 40,000 ଦେବି? ମେଣ୍ଟେନାନ୍ସ କେସ୍ କରିଛୁ କାହା ବୁଦ୍ଧିରେ କରିଛୁ, କାହା ବଳରେ କରିଛୁ କହିଲୁ ଆଗ? ବୁଝିବା ଦରକାର ଥିଲା, ରିସେଣ୍ଟଲି ବୁଝିଥା ହେଲା। ମୋତେ ସେବା ସୁସ୍ଥ କରିନି 3 ମାସ ହେଇନା, ମୋ ମାଆକୁ ସେବା ସୁସ୍ଥ କରିନୁ। 2ରେ ମୋର ଛୁଆ ପିଲା ନାହିଁ ତତେ 40,000 ଦେବା ପାଇଁ, ବୁଝିଲୁ? ମୁଇଁ ଡିଭୋର୍ସ ଦେଉନି ଯେ ତତେ 40,000 ଦେବି। ମୁଇଁ ତତେ ରଖିବା ପାଇଁ ରାଜି। ମୁଇଁ ବାହା ହେଇଛି ମାନେ, ହାତ ଧରି ବାହା ହେଇଛି ମାନେ ତତେ ଛାଡ଼ିବିନି। ମୁଇଁ ଆଜି ଡେଟ୍ରେ କହୁଛି, ପୋଲିସ ଭାଇମାନେ ବି ଜାଣନ୍ତୁ, ସେ ପୋଲିସ ଭାଇମାନେ ଜାଣନ୍ତୁ, ସବୁକିଛି ଜାଣନ୍ତୁ, ହେଲେ ମୁଁ ଡରିବିନି କାହାକୁ। କ'ଣ ପାଇଁ? ଜୀବନ ହାରିଛି ମାନେ ଜୀବନ ଦେବାକୁ ପାଉଣ୍ଡ, ମାନେ ଜୀବନ ହାରିଛି ମାନେ ଜୀବନ ଦେବା ପାଇଁ ବି ରାଜି। ହେଲେ ମୁଁ ସତ ଘଟଣା କହିବି, ମୋ ସ୍ତ୍ରୀକି ହାତ ଧରି ବାହା ହେଇଛି ମାନେ ମୋ ସ୍ତ୍ରୀ ମୋ ଘରେ ରହୁ। ଆଉ ମେଣ୍ଟେନାନ୍ସ କେସ୍ ଯେଉଁ କରିଛୁ 40,000 ନେବା ପାଇଁ, ମୋର ଝିଅ ପୁଅ ନାହିଁ ଯେ ତତେ 40,000 ଦେବି। ମୋ ଘରେ 3 ମାସ ରହିନୁ, ମୋ ମାଆକୁ ସେବା ସୁସ୍ଥ କରିନୁ, ମୋତେ ବି ସେବା ସୁସ୍ଥ କରିନୁ। ସ୍ୱାମୀକି ଛେପ ପକାଇ ମୁହଁକୁ ଗୋଇଠା ମାରି ବାଳଛୁଟି ଉଗାଡ଼ିନା ତୁ ପିଟିଛୁ ମୋତେ। ଥାନା କଚେରୀ ତୁ ଜେଲ୍ ଢକେଇଲୁ, ଜେଲ୍ରୁ ଆସିଲି ତଥାପି ତୁମ ଘରକୁ ଗଲି, ମିଠା ସିଠା ଫିଙ୍ଗିଦେଲୁ। ତୁ କହିଲୁ ତ ମୁହଁ ଚାହିଁବିନି ବୋଲି ସବୁକିଛି କହିଲୁ, ବୁଝିଲୁ? ଆଜିକା ଡେଟ୍ରେ ମୁଁ କହୁଛି, ଯେଉଁ ପଇସା ତୋର ଝରଣା ସାଉଡ଼ି ପଇସା ତୋର ଫୋନ୍ ପେ କରିଦେଇଛି, ସେ ପିଲା ବ୍ଲାକମେଲ୍ କରିବ ବୋଲି ତାଠୁ ତୁ ଟ୍ରାନ୍ସଫର୍ କରୁ, ବୁଝିଲୁ ତ ଝିଅ? ଆଜି ଡେଟ୍ରେ କହୁଛି, ତୁ ଯେଉଁଡ଼େ କୁଣିଆ ବନ୍ଧୁବାନ୍ଧବ ଥା, ଯେଉଁଡ଼େ ଥା, ମୋ ଭିଡ଼ିଓ ଦେଖୁଥା। ଦେଖେ ମୋ ଭିଡ଼ିଓ ଦେଖିବୁ ତୁ। ଆଜି ରିସେଣ୍ଟଲି ମୋର ବ୍ଲାକ୍ ଲିଷ୍ଟ ପକେଇଲୁ, ନମ୍ବର ଫୋନ୍ ମୋବାଇଲ୍ ନମ୍ବର ବ୍ଲାକ୍ ଲିଷ୍ଟ ପକେଇଲୁ, ହ୍ୱାଟ୍ସଆପ୍ ବ୍ଲାକ୍ ଲିଷ୍ଟ ପକେଇଲୁ, ଇନଷ୍ଟା ବ୍ଲାକ୍ ଲିଷ୍ଟ ପକେଇଲୁ। ତୁ କାହା ସହିତ ଖେଳ କରୁଛୁ? କାହା ସହିତ ଖେଳ କରୁଛୁ? ମୁଁ ପଚାରୁଛି ଆକ୍ଚୁଆଲି କାହା ସହିତ ଖେଳ କରୁଛୁ ତୁ? ଯାହା ସହିତ ଖେଳ କରୁଛୁ କରୁଥା, ମନ ଦୁଃଖ ନାହିଁ। ଖେଳ କେମିତି କରାଯାଏ ଜାଣିଛୁ?
ଖେଳି ଜାଣିନୁ ତୁ। ମୁଇଁ ହେଲେ ଛକା 4 ପିଟିବା ଲୋକ। ତୁଇ କ'ଣ 2-3 ରନ୍ ନେବା ଲୋକ ତୁ ହେଲା। ବୁଝିବା ଦରକାର ଅରେଣ୍ଡ୍ରା ଘାଣ୍ଟୁଛି କିଏ ନରସିଂହ ଜାଗୁଆର ପାୱାର। ଯଦି ତୁଇ ଯଦି ଠିକ୍ ଯଦି ମୋ ସ୍ତ୍ରୀ ହେଇଥିବୁ, ତୁଇ ଯଦି ଠିକ୍ ଝିଅ ହେଇଥିବୁ, ବ୍ଲାକ୍ ଲିଷ୍ଟ ଖୋଲିବୁ। ମୋବାଇଲ ନମ୍ବର ମୋର ଏଇ ନରେଶ୍ୱର କହୁଛି। ବ୍ଲାକ୍ ଲିଷ୍ଟ ଖୋଲିବୁ, ଏଇ ନରେଶ୍ୱର ବ୍ଲାକ୍ ଲିଷ୍ଟ ଖୋଲିବୁ। ମୋ ସହିତ ତୁଇ କଥା ହେବୁ। ତୁଇ ମାନେ ମୋ ସ୍ତ୍ରୀ। ମୁଁ ତୋତେ ଛାଡ଼ୁନି କି ତୋତେ ଡିଭୋର୍ସ ଦଉନି ଯେ 40,000 ଦେବି ମେଣ୍ଟେନାନ୍ସ କେସ୍ କରିଦେଇଛୁ କା ପରବୁଧିରେ। ମାନେ ମୁଁ ଚଳିବି, ମୁଇଁ ଆଣିବି ପଇସା ପତ୍ର, ଆମ ଫ୍ୟାମିଲିକି ମୁଁ ପୋଷିବି ବୋଲି ତୁଇ ହେଇ ପ୍ଲାନ୍ଟା କରିଛୁ ନା। କି ମୋ ନାନୀ ପୁଅଟାକୁ ଯେଉଁ କହୁଥିଲୁ ପୁଅ କରିବା ପାଇଁ, ତାଙ୍କମାନଙ୍କୁ ପୋଷିବା ପାଇଁ ତୁ ଏଇ ଚାଲଟା କରିଛୁ ନା। ତୋତେ କିଏ ଶିଖେଇଛି କିଏ ଜାଣେ, ଭଗବାନ ଜାଣେ ହେଲା। ଭାଇ ଭଉଣୀମାନେ କେହି ଦେହ କରିବନି, ଭାଇ ଭାଉଜମାନେ କେହି ଦେହ କରିବନି, ମଉସା ମାଉସୀମାନେ କେହି ଦେହ କରିବନି। ଜୟ ଜଗନ୍ନାଥ, ଜଗର ପର ବୟ।